ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣ ହୁଏତ ଭାବୁଥିବେ ମୁଁ ଖ୍ରୀଷ୍ଟିଆନମାନଙ୍କ ପାଇଁ ଏକ ଦୁଃଖର ଖବର ନେଇକି ଆସିଛି, କିନ୍ତୁ ଏମିତି ବିଲକୁଲ ନୁହେଁ ବନ୍ଧୁଗଣ। ଏଇ ଯେଉଁ ଖବର ଇଏ ହେଉଛି ଖ୍ରୀଷ୍ଟିଆନମାନଙ୍କ ପାଇଁ ଦୁଃଖର ଖବର ନୁହେଁ, ବରଂ ଖ୍ରୀଷ୍ଟିଆନମାନଙ୍କ ନିମନ୍ତେ ଏକ ଖୁସିର ଖବର ଅଟେ। ହଁ ପ୍ରିୟ ବନ୍ଧୁଗଣ, ଆପଣ ତ ଭଲ ଭାବରେ ଜାଣିଥିବେ ଖ୍ରୀଷ୍ଟିଆନମାନେ କୌଣସି ପ୍ରକାର ଧର୍ମ ପରିବର୍ତ୍ତନ କରନ୍ତି ନାହିଁ। ତେବେ ଘଟଣାଟି ଏହିପରି, ଯଦି କୌଣସି ବ୍ୟକ୍ତି ସରକାରୀ ସାହାଯ୍ୟ ପାଇବା ନିମନ୍ତେ ଯଦି ତାର ବାଧକ ସାଜୁ ଅଛି, ଯଦି ସେ ଧର୍ମ ପରିବର୍ତ୍ତନ କରୁଛି, ତେବେ ଆଇନ ଦୃଷ୍ଟିରେ ସେଇଟା ହେଉଛି ଅପରାଧ ଅଟେ। ଆଉ ସେଥିପାଇଁ ତାକୁ କ'ଣ କରିବାକୁ ପଡ଼ିବ? ଆଉ ତାକୁ କୌଣସି ସେଇ ସୁବିଧା ତାକୁ ମିଳିବ ନାହିଁ। ମାନେ ଯେଉଁ ସରକାରୀ ସୁବିଧା ପାଇବା ନିମନ୍ତେ ସେ କେବଳ ନିଜ ଧର୍ମକୁ ବଦଳାଇଥିଲା ଏଥିପାଇଁ କେବଳ ସରକାରୀ ସୁବିଧା ପାଇବା ନିମନ୍ତେ, ସେଇଟା କିନ୍ତୁ ମିଳିବନି। ଆଉ ଏଇଟା ସୁପ୍ରିମକୋର୍ଟ ଆଦେଶ ଦେଇଛି। ସୁପ୍ରିମକୋର୍ଟ ଏଇ ଯେଉଁ ଆଦେଶ ଦେଲା, ଏଇ ଆଦେଶ ଠିକ୍ ନା ଭୁଲ ଆପଣ କମେଣ୍ଟ କରିକି ମୋତେ ଜଣାଇ ପାରିବେ। ତେବେ ସୁପ୍ରିମକୋର୍ଟ ଆଦେଶ ଦେଲା, ତେବେ ପ୍ରିୟ ବନ୍ଧୁଗଣ, ଏଇଟା କୌଣସି ରୂପରେ ଖରାପ ଖବର ନୁହେଁ, ଭଲ ଖବର। କାରଣ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ କୌଣସି ପ୍ରକାରେ ସେମାନେ ନିଜର ଧର୍ମକୁ ସେମାନେ ପରିବର୍ତ୍ତନ କରନ୍ତି ନାହିଁ। ଆଉ ଅନେକ କହନ୍ତି ଧର୍ମ ପରିବର୍ତ୍ତନ ହେଇଗଲା। ତେବେ ପ୍ରିୟ ବନ୍ଧୁଗଣ, ଅନେକ ଅଛନ୍ତି ଖ୍ରୀଷ୍ଟିଆନରୁ ହିନ୍ଦୁ ହୁଅନ୍ତି ସରକାରୀ ସୁବିଧା ପାଇବା ନିମନ୍ତେ। ସେଇଟା ବି ଆଇନ ଦୃଷ୍ଟିରେ ଅପରାଧ। ଜଣେ ଖ୍ରୀଷ୍ଟିଆନରୁ ହିନ୍ଦୁ ହୋଇପାରିବ ନାହିଁ ସେ ବିଶେଷ ପ୍ରକାର ସରକାରୀ ସୁବିଧା ପାଇବା ନିମନ୍ତେ। ତେବେ ଭିଡ଼ିଓରେ ଆପଣ ଡିଟେଲ୍ ଦେଖନ୍ତୁ, ତେବେ ସବୁକିଛି ଜାଣିପାରିବେ। ଆଉ ଏଇ ଭିଡ଼ିଓକୁ ଦେଖି ସାରିଲା ପରେ ଅନ୍ୟମାନଙ୍କ ପାଖକୁ ସେୟାର କରିବା ପାଇଁ ଭୁଲିବେ ନାହିଁ। କାରଣ ଏହି ସମସ୍ତ ବିଷୟ ଖ୍ରୀଷ୍ଟିଆନ ସମାଜରେ କ'ଣ କ'ଣ ଘଟୁଅଛି ଆଜିକାଲି, ସେଟା ଜାଣିବା ନିହାତି ଦରକାର। ତେବେ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ मोर आंतरिक नमस्कार। परिवर्तन के बाद आरक्षण की मांग पर सुप्रीम कोर्ट का बड़ा फैसला। आरक्षण लेने के लिए धर्म नहीं बदला जा सकता, ये कहा है सुप्रीम कोर्ट ने। पुडुचेरी की महिला की याचिका सुप्रीम कोर्ट से खारिज। सुप्रीम कोर्ट ने याचिका खारिज करते हुए कहा कि अगर कोई धर्मांतरण सिर्फ आरक्षण का फायदा लेने के लिए कर रहा है तो उसे इसकी आड़ में इसका फायदा उठाने की इजाजत नहीं दी जा सकती। अगर कोई धर्मांतरण महज इसलिए करता है कि वो आरक्षण का लाभ लेना चाहता है तो ऐसा नहीं किया जा सकता। आरक्षण का लाभ लेने के लिए धर्मांतरण को आड़ नहीं बनाया जा सकता और इसके फायदे की इजाजत नहीं दी जा सकती।